ସମସ୍ତଙ୍କୁ ନମସ୍କାର। ଜୟ ସୀତାରାମ। ସୃଷ୍ଟି ଓଡ଼ିଆ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆମେ ବି ବହୁତ ଭଲରେ ଅଛୁ। ଦୁଃଖ ସୁଖ ତ ଲାଗିକି ରହିଛି। ତ ବହୁତ ଦିନର ଭିଡ଼ିଓ, ମାଘ ମାସର ଭିଡ଼ିଓ। ତ ମାନେ ଭିଡ଼ିଓ କରିଥିଲି, ନ ପକେଇଲେ ମନ ଦୁଃଖ ହେବ। ସେଥିଲାଗି ଭିଡ଼ିଓ ଟିକେ ଲେଟ୍ରେ ପୋଷ୍ଟ ହେଲା। ଆଉ ଆଗରୁ ବି ବହୁତ ଥର କହିଛି କି ମାନେ ଏତେ ବ୍ୟସ୍ତ ରହୁଛି, ତ ଭିଡ଼ିଓ କରିବା ପାଇଁ ଟାଇମ୍ ହେଉନି। ଆଉ ପ୍ରାୟ ଭିଡ଼ିଓ ବି ସବୁ ରହିଯାଉଛି, କିନ୍ତୁ ମାନେ ଭିଡ଼ିଓ କରୁଛି ବହୁତ କଷ୍ଟରେ, କିନ୍ତୁ ପକାଇ ପାରୁନି, ଟାଇମ୍ ହେଉନି। ତ ଏମିତି ବହୁତ ଭିଡ଼ିଓ ରହିଯାଇଛି, କିନ୍ତୁ ମୁଁ କହିଲି ନାଇଁ, ବହୁତ ଡେରି ହେଉ ପଛେ କିନ୍ତୁ ପୋଷ୍ଟ କରିବି, ନହେଲେ ମନ ଦୁଃଖ ଲାଗିବ। ଏଠି ଦେଖନ୍ତୁ, ବାବୁନ ଆସୁଥିଲା, ଯେମିତି ଦେଖିଲା କି ମୁଁ ଭିଡ଼ିଓ କରୁଛି ତ ଆଉ ଆସିଲାନି, ସେଇଠି ରହିଗଲା। ଆଉ ମାଘ ମାସର ଭିଡ଼ିଓ ଆମର ବର୍ଷକୁ 2 ଥର ମା ବାହାରନ୍ତି। ମାର୍ଗଶିର ମାସରେ ବହୁତ ସାରା କାମ ମା ପୂର୍ବ ଦିନରୁ ବାହାରିଥାନ୍ତି। ସେଦିନ ମା ପୁରା ଗାଧି କରିକି ମାନେ ପୁରା ସଜ ହେଇଥାନ୍ତି। ଆଉ ତା ପରଦିନ ବସିଥାନ୍ତି, ଗୁରୁବାର ଦିନ, ମାନେ ବୁଧବାର ଦିନ ହିଁ ମା ପୁରା ବାହାରିକି ପୁରା ରେଡ଼ି ହେଇଥାନ୍ତି, ଆଉ ଗୁରୁବାର ଦିନ ବସିଥାନ୍ତି। କିନ୍ତୁ ସେଇ ମାର୍ଗଶିର ମାସରେ ଆମର ଉଜା ହେଇନଥାଏ, ମା ବସିଥାନ୍ତି। ଆଉ ମାଘ ମାସରେ ମା ଆମର ଉଯାପନା ହୁଏ। ଏଇଠି ସୂର୍ଯ୍ୟ ଦେବତା ହୁଅନ୍ତି। ଆଉ ସେ ତା'ର ଟିକେ ଭିଡ଼ିଓ କରିଦେଇଛି। ତ ଆମର ମାନେ ଦି ଥର ବସେ, ତ ସେଥିପାଇଁ ଆମର ଭୋଗ ହିଁ 2 ଥର ହୁଏ। ପ୍ରଥମ ଥର ନାଗି ଦିଆ ହୁଏ। ମାଙ୍କର ତ ଜାଣିଥିବେ ସମସ୍ତେ, ଯେମିତି ନାଗି ଦିଆ ହେବା କଥା, ମାନେ ସବୁ ମାଙ୍କର 10 ପ୍ରକାରର ଜିନିଷ ମିଶିକି ନାଗି ଦିଆ ହୁଏ। ପଣା ବି 10 ପ୍ରକାରର ପଡ଼ିକି ପଣା ହୁଏ, ତ ଦିଆ ହୁଏ। ଏଇଟା ସକାଳ ଧୂପରେ ଲାଗେ। ଆଉ ଦ୍ୱିପହର ଧୂପରେ ମାଙ୍କର ଆମର ଚିତଉ, ଚକୁଳି ଆଉ ବରା ସେକା, ଆମର ଏତିକି ହିଁ ହୁଏ। ଆଉ ବାକି ଆମର ମାଘ ମାସରେ ବହୁତ ସାରା ପିଠା ହୁଏ, ମାନେ ଯେମିତିକି ଆରିସା ପିଠା ବା ତେଲ ପିଠା, ଆଉ ଛଣା ପିଠା, ଛଣା ମଣ୍ଡା, ଧଳା ମଣ୍ଡା, ତରଣ, ଏମିତି ହୁଏ। ଆଉ ଏଇଟା ଆମର ମାଘ ମାସର ଭିଡ଼ିଓ। ଆଗରୁ ତ ପକାଇଥିଲି ମାର୍ଗଶିର ମାସର ଭିଡ଼ିଓ, ଆପଣମାନେ ଦେଖିଥିବେ ସମସ୍ତେ। ଆଉ ବହୁତ ସାରା କାମ ଭିତରେ ଭିଡ଼ିଓ ବେଶୀ କରି ହୁଏନି, ଯାହା ଯେତିକି ସମ୍ଭବ ତା ଭିତରେ କରିଦିଏ, କିନ୍ତୁ ସମ୍ପୂର୍ଣ୍ଣ କମ୍ପ୍ଲିଟଲି ହେଇପାରେନି। କ'ଣ କରୁଛି କ'ଣ ନାହିଁ, ଆମେ କାମ କଲାବେଳେ ମାନେ ନିଜେ କାମ କଲାବେଳେ ନିଜେ ଭିଡ଼ିଓ ତ କରି ହୁଏନି, ତ କାମ ସରିଲା ପରେ ଭିଡ଼ିଓ ହିଁ ହୁଏ। ତ ସେଥିପାଇଁ ସବୁ ଭିଡ଼ିଓ ଦେଖାଇବା ସମ୍ଭବ ହୁଏନି। ଆଉ ଏମିତି ଯାହା କିଛି ଭିଡ଼ିଓ କରିଛି, ଆପଣମାନଙ୍କୁ ଭିଡ଼ିଓ ଦେଖାଇ ଦେଉଛି। ଇଏ ହେଉଛି ମାଙ୍କର ଆମର ସକାଳ ଧୂପ। ଆଉ ବାକି ଦ୍ୱିପହରେ ମାଙ୍କର ମୁଁ ବେଶୀ ମାନେ ଦ୍ୱିପହରେ ଭୋଗ କିଛି ହିଁ କରିନି କହିଲେ ଚଳେ। ଖାଲି ଯେଉଁ ପ୍ରଥମରୁ ଆପଣ ଦେଖିଥିଲେ କି ମା ପିଠା କରୁଛନ୍ତି, ସେତିକି ବାସ୍। ଆଉ ପୁରା ଏତେ ସାରା କାମ ଥାଏ କି ଭିଡ଼ିଓ କରି ହୁଏନି ସେଇ ସମୟରେ। ତ ଏମିତି ହିଁ ଭିଡ଼ିଓ ଆମର କରିଦେଇଛି। ଏଠି ଯାହା ଯେମିତି ମା ଆମର ଉଯାପନା ହୁଅନ୍ତି, କୁହନ୍ତି କି ଆମର ମାନେ ମା କୁହନ୍ତି କି ଠାକୁରାଣୀଙ୍କର ଏଇ ମାସରେ, ମାଘ ମାସରେ ଆମେ ତରଣ ଦେଇକି ମାଙ୍କ ପାଖରେ ଶରଣ ପଶୁ, ଆଉ ପୁଣି ଆର ବର୍ଷକୁ ମା ଫେରି ଆସିବେ। ମା ଫେରି ଆସିବେ କ'ଣ, ମା ତ ଆମ ପାଖରେ ଅଛନ୍ତି ସବୁବେଳେ ପାଇଁ। ଆଉ ଏଇଟା ହିଁ ଶରଣ ପଶିଥାଉ କି ମା ଯାହା ଭୁଲ ରହିଛି କ୍ଷମା କରିଦେବ, ତାହା ଯାହା ଦୋଷ ରହିଛି ତାକୁ ସଜାଡ଼ି ନେବ, ବାଟ ଦେଖାଇ ଦେବ, ଏହା ହିଁ କହିଥାଉ। ମାନେ
ମୋ ଶାଶୁ ମାଆ ହିଁ କଥା କହିଥାନ୍ତି। ତ ଏମିତି ହିଁ ଆମର ପୂଜା ସରିଥାଏ। ତ ଏତିକି ହିଁ ଭିଡ଼ିଓ ଥିଲା। ଆଉ ଚିତା ଏଇ ମାସରେ ଆମର ବେଶୀ ପଡ଼େନି ନୁହଁ, ସେମିତି ନାହିଁ, ପଡ଼େ, କିନ୍ତୁ ମାର୍ଗଶିର ମାସରେ ପୁରା ବହୁତ ସାରା ଚିତା ପଡ଼େ। ଏଇ ମାସରେ ପଡ଼େ ଅଳ୍ପ ଦେଖିକି ପଡ଼େ। ତ ଏଇଠି ମୁଁ ଭିଡ଼ିଓ କରିଦେଇଛି କିଚେନ୍ର ଭିଡ଼ିଓ। ଏଇଟା ହେଉଛି କିଚେନ୍, ଦେଖିଥିବେ ତ ଆଗରୁ ସମସ୍ତେ ଭିଡ଼ିଓରେ। ଆଉ ଏମିତି ସବୁ ଏଇଠି ସବୁ ଭୋଗ ପାଇଁକି ମାଆଙ୍କର ମୁଗ ସିଝା ହେଉଥିଲା। ତ ଏଇଠି ସବୁ ଭିଡ଼ିଓ କରିଦେଇଛି। ଏଇଠି ମୁଗ ସିଝା ହେଇଛି। ଆଉ ଏମିତି ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣେଇବେ। ଦେଖା ହବ ଆଉ ଗୋଟେ ଭିଡ଼ିଓରେ, ପୁଣି ଆଉ ଗୋଟେ ଭିଡ଼ିଓ ନେଇକି ଆପଣମାନଙ୍କ ପାଖକୁ ଆସିବି। ସେ ପର୍ଯ୍ୟନ୍ତ ଆପଣମାନେ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ରହୁଛି, ନମସ୍କାର।